ସବସ୍କ୍ରାଇବ୍ କରିବେ ଆଉ ଏମିତି ଠାକୁରଙ୍କ କଥା ଗୋଟେ ଗୋଟେ କହୁଥିବି ଆଉ ଏମିତି ଠାକୁରଙ୍କ କଥା ଗୋଟେ ଗୋଟେ କହୁଥିବ ଆପଣମାନେ ଏନ୍ଜୟ କରୁଥିବେ ଏଣ୍ଟରଟେନମେଣ୍ଟ ହେଉଥିବେ। 12 ବର୍ଷ ପରେ ମୋ ଶାଶୁଘର ଗାଁରେ ଶିବ ଠାକୁର ବାହାରିଲେ। ଇଏ ହେଲେ ମୋ ମାମା, ଆଙ୍କ ନାଁ ରଶ୍ମିରେଖା ଓଝା। ବୟସ କେତେ? 12 ବର୍ଷ 45 ବର୍ଷ। ଆଉ ଆଙ୍କ ଷ୍ଟୋରି ଟିକେ ଶୁଣ, ଷ୍ଟୋରି ପୁରା ଅଲଗା ପ୍ରକାର। ଯେବେଠୁ ଫାଷ୍ଟ ବ୍ଲଗ୍ ଷ୍ଟାର୍ଟ କଲି ମାମା କହୁଛି ସେବେଠୁ ଚଲେଇଛି ମୁଁ ଷ୍ଟୋରି କହିବି ତୋ ବ୍ଲଗ୍ରେ ଅପଲୋଡ଼ କରିବୁ, ଭିଡ଼ିଓ ଅପଲୋଡ଼ କରିବୁ। ସେବେଠୁ ତାର ଗୋଟେ ଡ୍ରିମ୍ ଅଛି ମୋ ବ୍ଲଗ୍ରେ ଆସିବା। ମୁଁ କହିଲି ହଉ ଠିକ୍ ଅଛି, କାଲିଠୁ ମୋ ବ୍ଲଗ୍ରେ ଆସିବୁ। ଆଜି ସେଥିପାଇଁ ଭିଡ଼ିଓ କରୁଛି। ତ କହ ମାମା ତୋ ଷ୍ଟୋରି ଟିକେ କ'ଣ କହ। ତାର ଗୋଟେ ଅନୁଭୂତି ଅଛି, ଶିବଙ୍କ ଉପରେ ଗୋଟେ ଅନୁଭୂତି ଅଛି, ସେ କହିବ ସେଇଟା ଶୁଣନ୍ତୁ ଆପଣ। କହ। ମୁଁ ଯେବେଠାରୁ ଶାଶୁଘରକୁ ଆସିଲି ମନ୍ଦିର ତ ନଥାଏ, ଅନେକ ଦୂରର ମନ୍ଦିର। ଆଉ ତାପରେ ବାବୁଙ୍କୁ ଥରେ କହିଲି ସଂକ୍ରାନ୍ତି ହେଇଥାଏ, ତାପରେ ଯାତ୍ରା ଗାଁରେ ଯାତ୍ରା ହେଇଥାଏ, ଆଉ ନଣନ୍ଦମାନେ ସବୁ ଆସିଥାନ୍ତି। ମୁଁ କହିଲି ସମସ୍ତେ ଆସିଛନ୍ତି ସେମାନେ ଟିକେ ଘରେ ସାହାଯ୍ୟ କରିବି, ମୁଁ ଟିକେ ଶିବ ଦର୍ଶନ କରିବି, ସଂକ୍ରାନ୍ତି ହେଇଥାଏ। ହଁ। ଆଉ ତାପରେ ମନରେ ଦୁଃଖ ଟିକେ ଥିଲା, ତାପରେ ପ୍ରଭୁଙ୍କୁ ଦର୍ଶନ କଲି। ମନରେ ଦୁଃଖ କରିକି କାନ୍ଦିକି ପ୍ରଭୁଙ୍କୁ କହିଲି, ପ୍ରଭୁ ମୁଁ ଆଉ କେବେ ବି ଆସିବିନି। ଆଉ ଯେ ପାଖରେ ତ ନା, ଅନେକ ଦୂରରେ। ଆଉ ତାପରେ ଜଞ୍ଜାଳ ଭିତରେ ଏକୁଟିଆ ଗୋଟିଏ ବୋହୂ। ଆଉ ତାପରେ ମୁଁ ଯାଇପାରେନି, ପିଲାମାନଙ୍କ ଜଞ୍ଜାଳ ଭିତରେ ରହିଗଲି, ଆଉ ଯାଇପାରେନି। ସନ୍ଧ୍ୟାବେଳେ ସବୁବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରେ, ପ୍ରଭୁ କେତେ ଦୂରରେ ରହିଲ, ମୁଁ ଟିକେ ଦର୍ଶନ କରିପାରୁନି। ସବୁବେଳେ ବାପଘର ଗାଁରେ ଥିଲାବେଳେ ଶିବ ମନ୍ଦିରକୁ ଯାଏ, ସକାଳୁ ଫୁଲ ନେଇକି ଯାଏ, ଫୁଲ ବେଲପତ୍ର ନେଇକି ଯାଏ, ସନ୍ଧ୍ୟାବେଳକୁ ସନ୍ଧ୍ୟା ନେଇକି ଯାଏ। କିନ୍ତୁ ଏଠିକି ଆସିଲା ଦିନ, ଶାଶୁଘରକୁ ଆସିଲା ଦିନଠୁ କେବେ ବି ମନ୍ଦିର ଯାଏନି। ପାଖରେ ତ ନାହିଁ, ଆଉ ମନ୍ଦିର ଯିବି କ'ଣ। ଆଉ ତାପରେ ସନ୍ଧ୍ୟାବେଳକୁ ପ୍ରାର୍ଥନା କରେ ପ୍ରଭୁଙ୍କୁ। ତାପରେ ମନ ଦୁଃଖ କରି କାନ୍ଦିକି ଯେଉଁଦିନ କହିକି ଆସିଲି ପ୍ରଭୁଙ୍କୁ, 2 ମାସ ପରେ ଠାକୁର ବାହାରିଲେ ଆମ ଶାଶୁଘର ଗାଁରେ। ତାପରେ ଶାଶୁଘର ଗାଁରେ ମୁଁ ବି ବିଶ୍ୱାସ କଲିନି। ସନ୍ଧ୍ୟା ଦେଇକି ପ୍ରାର୍ଥନା କରିକି ଠାକୁର ଘରୁ ବାହାରିଲା ବେଳେ ଶାଶୁମା କହିଲେ ଆଉ ନଣନ୍ଦକୁ, ସାନ ନଣନ୍ଦକୁ ଟିକେ ନେଇଗଲୁ ଭାଉଜଙ୍କୁ। ଆଉ କହେ ସବୁବେଳେ କାନ୍ଦେ, ମନ୍ଦିର ଶିବ ଠାକୁର ନାହାନ୍ତି ବୋଲି, ମନ୍ଦିର ନାହିଁ ବୋଲି କାନ୍ଦେ। ଆଉ ତାପରେ ନଣନ୍ଦ ନେଇକି ଗଲେ, ମୁଁ ଦେଖିକି କାନ୍ଦିକି କହିଲି ପ୍ରଭୁ ନାହିଁ, ତୁମେ କେତେ ଦୂରେ ନାହଁ, ମୋ ପାଖରେ ଆସି ଅଛ। ମୁଁ କେତେ ମନ ଦୁଃଖ କରି, କେତେ ଦୂରେ ପ୍ରଭୁ ତୁମେ ରହିଲ ବୋଲି କେତେ ମନ ଦୁଃଖ କରି କାନ୍ଦେ। କହୁଛି କେତେ ଦୂରେ ଅଛି ଦେଖି। ଆଉ ତାପରେ ଠାକୁର ଜଣେ କିଏ ଡାକିକି ନେଉଛି, ଆଉ ଗୋଟେ ପୁରା ବଡ଼ କୂଅ ଭଳିଆ ହେଇଛି। ମୋତେ ଜଣେ ଡାକିକି ନେଉଛି, ଦେଖୁଛନ୍ତି ବହୁତ ଗୋଟେ କୂଅ ଭିତରେ କେତେ ପ୍ରକାର ଫୁଲ ସବୁ ତା ଭିତରେ ଅଛି। ତାପରେ ଗୋଟେ ସାପ ଗୋଟେ ଚିକ୍ ଚିକ୍ ମାରୁଛି ସାପ। ତାପରେ ମୋ ନିଦ ଭାଙ୍ଗିଗଲା। ପ୍ରଭୁ ଏଇଠି ଅଛ, ମୋ ପାଖରେ ଅଛ, ମୁଁ କେତେ ଦୂରେ ରହିଲେ କାନ୍ଦୁଛି, ସବୁବେଳେ କାନ୍ଦେ। ସେଇଦିନଠୁ ଜାଣିଲି ଯେ ମୋ ପ୍ରଭୁ ମୋ ପାଖରେ ଅଛନ୍ତି, ଅନେକ ଦୂରରେ ନାହାନ୍ତି, ମୋ ପାଖରେ ଅଛନ୍ତି। ଦୀର୍ଘ 12 ବର୍ଷ ପରେ ଶାଶୁଘର ଗାଁରେ ଶିବ ଠାକୁର ବାହାରିଲେ। କାଲିଠୁ ଭୟଙ୍କର ଭିଡ଼ିଓ ହେବ, ହେଲା କି? ଆଉ ଲାଇକ୍ କରିବେ, ସେୟାର କରିବେ, ଆଉ କ'ଣ ସବସ୍କ୍ରାଇବ୍ କରିବେ ଆଉ ଏମିତି ଠାକୁରଙ୍କ କଥା ଗୋଟେ ଗୋଟେ କହୁଥିବି ଆଉ ଏମିତି ଠାକୁରଙ୍କ କଥା ଗୋଟେ ଗୋଟେ କହୁଥିବ, ଆପଣମାନେ ଏନ୍ଜୟ କରୁଥିବେ, ଏଣ୍ଟରଟେନମେଣ୍ଟ ହେଉଥିବେ। ଆଙ୍କ ଘର ହେଲା ପିତାପଡ଼ା। ଆଉ ପିତାପଡ଼ାରେ କେମିତି କଟିଥିଲା? ହଁ, ତମ ଏଠି ଶିବ ମନ୍ଦିର ଅଛି ନା ନାହିଁ? ଆମ ଘର ପାଖରେ ବା। ହଁ, ସବୁବେଳେ ଯାଏ ସବୁବେଳେ। ମୋ ପ୍ରଭୁଙ୍କୁ ଡାକିଛି ବୋଲି, ମୋ ପ୍ରଭୁଙ୍କୁ ଯେତେବେଳେ କହିଲି ମୋ ପୁଅ ହେଲେ, ମୋ ରୁଦ୍ର ତା ନାଁ ଦେବି। ରୁଦ୍ର ଯିଏ ଡାକିଦେଲେ ମାନେ ତାଙ୍କ ଜୀବନ ଧନ୍ୟ ହେଇଯିବ। ତାପରେ ରୁଦ୍ର ମାଧ୍ୟମରେ ଈଶ୍ୱରଙ୍କୁ ଡାକୁଛନ୍ତି ବୋଲି। ଆଗରୁ ଦେଇଥିଲା ନା ରୁଦ୍ର ନାରାୟଣ ଓଝା। ତୁ କାଟିଦେଲୁ ଆଉ। ମୁଁ କାଟିଦେଲି, ମୁଁ କଥା ଭିତରେ ବସିକି ତାକୁ କଟ ତୁ ତ ଖାଲି ରୁଦ୍ର ଓଝା ରଫ୍ ଖାତାରେ ଲେଖିଲୁ, ରଫ୍ ଖାତାରୁ ସାରେ ସେଠୁ ହରି ଓଝା, ଶଙ୍କର ଓଝା, ଶ୍ରୀରାମ ଓଝା, ଶଙ୍କର ଓଝା, ଶ୍ରୀରାମ ଓଝା, ଇଏ ହେଲା ଠାକୁରଙ୍କ ନାଁ। ଶଙ୍କର ଓଝା, ବାସଙ୍କର ଓଝା, ଶ୍ରୀହରି ଓଝା ନା ଦେଖିବ, କୋଉଠି ଯାଇ ମାରିଦେବି ଯାଇକି। ଆଉ କୁଆଡେ ଯାଉଛ? କୁଆଡେ ଆମେ ଯିବୁ? ଆଉ କ'ଣ ଆମେ ରହିବୁ?
यह थिला आज वीडियो वीडियो को देखिया पे मो चैनल को सब्सक्राइब कर दी थांतु एदा कि पाखे थे बेल आइकन को प्रेस करके ऑल कर दी थांतु जहाँ फल जहाँ भी वीडियो फास्ट अपलोड करी आपण मन को फास्ट नोटिफिकेशन आपण मन को आसो है कि तो रही देखा गोटे दमदार ब्लॉग रे लव यू ऑल जय जगन्नाथ।